କୁକୁଡ଼ାଖନ୍ତି ପୂର୍ବେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଏବଂ କର୍ମଚାରୀ ମାନଙ୍କର କୌଣସି ସ୍ୱତନ୍ତ୍ର ଅଫିସ ଗୃହ କିମ୍ବା ବୈଠକ ଗୃହ ନଥିଲା, ଯାହା ଫଳରେ ବେଳେ ବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏଥିଯୋଗୁଁ ବର୍ତ୍ତମାନ ମିଶନ ଶକ୍ତି ବିଭାଗ ତରଫରୁ ଓଡ଼ିଶା ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ମିଶନ ଶକ୍ତି ଭବନ କୁକୁଡ଼ାଖଣ୍ଡି ବ୍ଲକ ମଧ୍ୟରେ ନିର୍ମାଣ କରାଯାଇଛି। ଏଥିରେ କୁକୁଡ଼ାଖଣ୍ଡି ବ୍ଲକର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଓ କର୍ମଚାରୀମାନେ ବହୁତ ଉପକୃତ ହେବେ। ଏଥି ନିମନ୍ତେ ମାନ୍ୟବର ଖଣି ଓ ପରିବହନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା ଓ ଦିଗପହଣ୍ଡି ବିଧାୟକ ଡାକ୍ତର ସିଦ୍ଧାନ୍ତ ମହାପାତ୍ରଙ୍କ ଦ୍ୱାରା ମିଶନ ଶକ୍ତି ଭବନର ଗୃହ ପ୍ରବେଶ କରାଯାଇଥିଲା। ମନ୍ତ୍ରୀ ଏବଂ ବିଧାୟକ ମିଶନ ଶକ୍ତି ଭବନ ପରିଦର୍ଶନ କରି ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ବିଏଲ୍ଏଫ୍ ସଦସ୍ୟା, କର୍ମଚାରୀଙ୍କ ସହ ମିଶନ ଶକ୍ତିର ଅଗ୍ରଗତି ନିମନ୍ତେ ଆଲୋଚନା କରିଥିଲେ। ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମନ୍ତ୍ରୀ ଓ ବିଧାୟକଙ୍କ ଗୃହ ପ୍ରବେଶରେ ବହୁତ ଖୁସି ବ୍ୟକ୍ତ କରିଥିଲେ। ସେମାନଙ୍କୁ ହୃଦୟର ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ବିଡିଓ ଡାକ୍ତର ପଲ୍ଲବୀ ସ୍ୱାଇଁ, ତହସିଲଦାର ସପନ କୁମାର ସାହୁ, ସିଡିପିଓ କୁସୁମ କୁମାରୀ ସାହୁ, ପୂର୍ବତନ ଗଞ୍ଜାମ ଜିଲ୍ଲା ସମବାୟ ସମିତି ସଂଘର ସଭାପତି ସନାତନ ସଂଗ୍ରାମ ସିଂହ, ବି.ଏମ୍.ଏସ୍. ସି ପ୍ରତିଭା ମହାନ୍ତି, ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ନୀଳାଞ୍ଚଳ ସାହୁ, ମିଶନ ଶକ୍ତି ବି.ପି.ଏ. ସାଗରିକା ଦେବୀ, ବି.ଏଲ୍.ଏଫ୍. ସଭାନେତ୍ରୀ ସାଗରିକା ବେହେରା, ସମସ୍ତ ଏମ୍ବିକେ, ସମସ୍ତ ସିଆର୍ପି ଏବଂ ସମସ୍ତ ବ୍ୟାଙ୍କ ମିତ୍ର ଉପସ୍ଥିତ ଥିଲେ। କୁକୁଡ଼ାଖନ୍ତି ବ୍ଲକ ସ୍ତରୀୟ ସମସ୍ତ ମହାସଂଘର କାର୍ଯ୍ୟକାରିଣୀ ସଦସ୍ୟା ବୃନ୍ଦ ଓ ମିଶନ ଶକ୍ତି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ସଦସ୍ୟା ସବିତା ଦଳବେହେରା, ବବିତା ସ୍ୱାଇଁ, ମାଧୁରୀ ପାତ୍ର, କବିତା ସାହୁ, ମାମି ନାୟକ ଏହାର ସମସ୍ତ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ଥିଲେ। କୁକୁଡ଼ାଖନ୍ତି ରୂପୀ କୃଷ୍ଣମୂର୍ତ୍ତି ରିପୋର୍ଟ। ଆପଣଙ୍କର ସେଇ